ଦେଖନ୍ତୁ 2016 ମସିହାରେ ପଡ଼ିଥିବା ପ୍ରଶ୍ନ ଉତ୍ତର 2016 ବୋର୍ଡ଼ ଏକ୍ଜାମରେ ପଡ଼ିଥିବା ପ୍ରଶ୍ନପତ୍ର ଦେଖନ୍ତୁ ଆଜି ଆମେ ସେହି ପ୍ରଶ୍ନପତ୍ରକୁ ଆଲୋଚନା କରିବା 2 ମାର୍କ ଏବଂ 3 ମାର୍କ। ଏହି ଭିଡ଼ିଓରେ ଆପଣମାନେ ପାଇପାରିବେ 2 ମାର୍କ ଏବଂ 3 ମାର୍କ ପ୍ରଶ୍ନ ଉତ୍ତର। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଥିଲା ଆମର ସରଳ ସମବର୍ତ୍ତନ। ଠିକ୍ ଅଛି, ସରଳ ସମବର୍ତ୍ତନ। ଏହାର ସଠିକ୍ ଉତ୍ତରଟି ହେଲା ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଏବଂ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ନଥାଏ ତାହାକୁ ସରଳ ସମବର୍ତ୍ତନ କହନ୍ତି। ସରଳ ସମବର୍ତ୍ତନରେ ସମବର୍ତ୍ତନୀୟ ଏବଂ ସମବର୍ତ୍ତିତ ଉଭୟ ସାମାନ୍ୟ ତର୍କବାକ୍ୟ ହୋଇପାରନ୍ତି ଅଥବା ବିଶେଷ ତର୍କବାକ୍ୟ ହୋଇପାରନ୍ତି। ଏ ତର୍କବାକ୍ୟର ସମବର୍ତ୍ତିତ ଏ ଏବଂ ଇ ତର୍କବାକ୍ୟର ସମବର୍ତ୍ତିତ ଇ ହୋଇଥାଏ। ତ ନେକ୍ସଟ ପ୍ରଶ୍ନକୁ ଯିବା, ବ୍ୟାବର୍ତ୍ତନର ନିୟମାବଳୀ। ଏହାର ସଠିକ୍ ଉତ୍ତରଟି ହେଲା ଦେଖ 4ଟି ନିୟମ ଅଛି। 1ରେ ବ୍ୟାବର୍ତ୍ତନ୍ୟର ଉଦ୍ଦେଶ୍ୟ ପଦ ବ୍ୟାବର୍ତ୍ତିତରେ ଉଦ୍ଦେଶ୍ୟ ପଦ ରୂପେ ବ୍ୟବହୃତ ହୁଏ। 2ରେ ବ୍ୟାବର୍ତ୍ତନ୍ୟର ବିଧେୟ ପଦର ବିରୁଦ୍ଧ ପଦ ବ୍ୟାବର୍ତ୍ତିତରେ ବିଧେୟ ପଦ ରୂପେ ବ୍ୟବହୃତ ହୁଏ। ଠିକ୍ ଅଛି। 3ରେ ଅଛି ବ୍ୟାବର୍ତ୍ତନ୍ୟ ଓ ବ୍ୟାବର୍ତ୍ତିତର ଗୁଣ ସମାନ ରହେ ନାହିଁ। ଠିକ୍ ଅଛି, ଗୁଣ ସମାନ ରହେ ନାହିଁ। 4ରେ ଅଛି ବ୍ୟାବର୍ତ୍ତନ୍ୟ ଓ ବ୍ୟାବର୍ତ୍ତିତର ପରିମାଣ ସମାନ ହୁଏ। ଠିକ୍ ଅଛି, ପରିମାଣଗତ ସମାନ ହୁଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ଅବୈଧ ପକ୍ଷତା ଦୋଷ। ଠିକ୍ ଅଛି, ଅବୈଧ ପକ୍ଷତା ଦୋଷ। ଏହାର ସଠିକ୍ ଉତ୍ତରଟି ହେଲା କୌଣସି ତ୍ରିପଦୀ ଯୁକ୍ତିରେ ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇଥିଲେ ତାହାକୁ ଅବୈଧ ପକ୍ଷତା ଦୋଷ କୁହାଯାଏ। ଠିକ୍ ଅଛି, ଯଥା କୌଣସି ଭାରତୀୟ ହିଂସପ୍ରିୟ ନୁହନ୍ତି। ଏ ତର୍କବାକ୍ୟ ସମସ୍ତ ଭାରତୀୟ ଧର୍ମପରାୟଣ ଅଟନ୍ତି। ଏଇଟା ହେଉଛି ଆ ତର୍କବାକ୍ୟ। ସିଦ୍ଧାନ୍ତ କ'ଣ ହେବ? ଏ ତର୍କବାକ୍ୟ। ଠିକ୍ ଅଛି, କୌଣସି ଧର୍ମପରାୟଣ ବ୍ୟକ୍ତି ହିଂସାପ୍ରିୟ ନୁହନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ତୃତୀୟ ନ୍ୟାୟ ସଂସ୍ଥାନର ବୈଧ ନ୍ୟାୟ ରୂପଗୁଡ଼ିକୁ ଲେଖ। ଠିକ୍ ଅଛି, ପ୍ରଶ୍ନଟି ହେଉଛି ତୃତୀୟ ସଂସ୍ଥାନର ବୈଧ ନ୍ୟାୟ ରୂପଗୁଡ଼ିକୁ ଲେଖ। ଏହାର ସଠିକ୍ ଉତ୍ତରଟି ହେଲା 1ରେ ଡାରାପ୍ଟି, 2ରେ ଡାଟିସି, 3ରେ ଡିସାମିସ୍, 4ରେ ଫେଲାପ୍ଟନ୍, 5ରେ ଫେରିସନ୍, 6ରେ ବକାର୍ଡ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ପ୍ରଶ୍ନ ରହିଛି ଅନୁଗ ସ୍ୱୀକରଣ ତର୍କଦୋଷ। ଠିକ୍ ଅଛି, ଅନୁଗ ସ୍ୱୀକରଣ ତର୍କଦୋଷ ବା ଅନୁଗ ସ୍ୱୀକୃତିଭିତ୍ତିକ ତର୍କଦୋଷ। ଏହାର ସଠିକ୍ ଉତ୍ତରଟି ହେଲା ଦେଖ ମିଶ୍ର ପ୍ରାକଳ୍ପିକ ନିରପେକ୍ଷ ଯୁକ୍ତିର ପ୍ରଥମ ନିୟମ ଅନୁଯାୟୀ ପ୍ରଥମ ନିୟମ ସାଧ୍ୟାବୟବର ପୂର୍ବକକୁ ପକ୍ଷାବୟବରେ ସ୍ୱୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ୱୀକାର କରାଯାଏ, ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ। ଠିକ୍ ଅଛି, ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ। ଉଦାହରଣ ଦେଖ, ଯଦି କ ଖ ହୁଏ ତେବେ ଗ ଘ ହୁଏ। କ ଖ ହୁଏ, ଏଇଟା ହେଉଛି ସାଧ୍ୟାବୟବ, ଏଇଟା ହେଉଛି ପକ୍ଷାବୟବ। ସିଦ୍ଧାନ୍ତ ହେବ ଗ ଘ ହୁଏ। ଆଉ ଗୋଟେ ଉଦାହରଣ ଦେଖ, ଯଦି କ ଖ ହୁଏ ତେବେ ଗ ଘ ହୁଏ। ଗ ଘ ହୁଏ, ଏଇଟା ହେଉଛି ସାଧ୍ୟାବୟବ, ଏଇଟା ହେଉଛି ପକ୍ଷାବୟବ। ସିଦ୍ଧାନ୍ତ କ'ଣ ହେବ? କ ଖ ହୁଏ। ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ଥାଏ। ଆଲୋକ ଅଛି, ସିଦ୍ଧାନ୍ତ ଅଛି ସୂର୍ଯ୍ୟ ଅଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ପ୍ରଶ୍ନଟି ଅଛି ଲୌକିକ ବ୍ୟାଖ୍ୟାନ। ଠିକ୍ ଅଛି, ଲୌକିକ ବ୍ୟାଖ୍ୟାନ। ଏହାର ସଠିକ୍ ଉତ୍ତରଟି ହେବ ଦେଖ ବୈଜ୍ଞାନିକ ଉପାୟ ଅବଲମ୍ବନ ନ କରି, ଠିକ୍ ଅଛି, ବୈଜ୍ଞାନିକ ଉପାୟ ଅବଲମ୍ବନ ନ କରି କୌଣସି ବସ୍ତୁ ବା ଘଟଣାର ବ୍ୟାଖ୍ୟାନ ଦେବା ହେଉଛି ଅବୈଜ୍ଞାନିକ ବା ଲୋକାୟତିକ ବ୍ୟାଖ୍ୟାନ। ଠିକ୍ ଅଛି, ପ୍ରଶ୍ନକର୍ତ୍ତାର ଅନୁସନ୍ଧିତ୍ସାର ପ୍ରଶମନ ତାହାର ଦ୍ୱନ୍ଦ୍ୱର ସମାଧାନ ଉଦ୍ଦେଶ୍ୟରେ ହିଁ ବ୍ୟାଖ୍ୟାନ ଦିଆଯାଏ। ଜଣେ ସାଧାରଣ ବ୍ୟକ୍ତି ଅଥବା ଆଲୋଚ୍ୟ ବିଷୟରେ ସମ୍ପୂର୍ଣ୍ଣ ଅନୁବିଜ୍ଞ ବ୍ୟକ୍ତି କ୍ଷେତ୍ରରେ ଏକ ଲୋକାୟିତ ବ୍ୟାଖ୍ୟାନ କାର୍ଯ୍ୟକାରୀ ହୋଇପାରେ, କିନ୍ତୁ ଆଲୋଚ୍ୟ ବିଷୟର ଜ୍ଞାନରେ ଅଗ୍ରଗତି କରିଥିବା ବ୍ୟକ୍ତିର ସନ୍ତୋଷ ବିଧାନ ନିମନ୍ତେ ତାହା ଯଥୋଚିତ ନ ହୋଇପାରେ। ତେଣୁ ବ୍ୟାଖ୍ୟାନଗୁଡ଼ିକୁ ସମ୍ପୂର୍ଣ୍ଣ ଅବାସ୍ତବ ପର୍ଯ୍ୟାୟରୁ ସମ୍ପୂର୍ଣ୍ଣତଃ ବିଜ୍ଞାନଭିତ୍ତିକ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀଭୁକ୍ତ ହୋଇପାରେ। ଠିକ୍ ଅଛି, ଏତିକି ଯାଏଁ ଲେଖିବେ, 2 ମାର୍କ ପାଇଯିବେ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା।
ପରବର୍ତ୍ତୀ ପ୍ରଶ୍ନ ହେଉଛି ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନଟି ହେଉଛି ଦେଖ ବିରୁଦ୍ଧ ଫଳନ ଖାଲି ଚିତ୍ର ଦେଇଛି ଚିତ୍ର ପରେ ପ ଠିକ୍ ଅଛି ସତ୍ୟ ଫଳନ ପାଇଁ ସତ୍ୟ ସାରଣୀ ଏହାର ସଠିକ୍ ଉତ୍ତର ଦେଖିବା ଏହାର ସଠିକ୍ ଉତ୍ତରଟି ହେଲା ଦେଖ ଗୋଟିଏ ତର୍କବାକ୍ୟ ସତ୍ୟ ହେଲେ ତାର ବିରୁଦ୍ଧ ତର୍କବାକ୍ୟଟି ମିଥ୍ୟା ହୁଏ ସେହିପରି ଗୋଟିଏ ମିଥ୍ୟା ହେଲେ ତାର ବିରୁଦ୍ଧଟି ସତ୍ୟ ହୁଏ ଯଥା ପୁଷ୍ପ ଶ୍ଵେତ ଅଟେ ସତ୍ୟ ହେଲେ ପୁଷ୍ପ ଶ୍ଵେତ ନୁହେଁ ମିଥ୍ୟା ଅଟେ ପୁଷ୍ପ ଶ୍ଵେତ ଅଟେ ତ ପୁଷ୍ପ ଶ୍ଵେତ ନୁହେଁ ଏହାକୁ ନେଇ ସତ୍ୟ ସାରଣୀଟି ନିମ୍ନୋକ୍ତ ଭାବେ ଗଠନ କରିହୁଏ ଦେଖ ସତ୍ୟ ସାରଣୀ ଦେଖ ସତ୍ୟ ସାରଣୀ ଅଛି ତ ଏକ ଅଛି ଏଠି 0 ଏଠି 0 ଏଠି 1 ମ୍ୟାଟ୍ରିକ୍ସ ସଂଖ୍ୟା 0 0 ପରବର୍ତ୍ତୀ ପ୍ରଶ୍ନକୁ ଯିବା ପ୍ରଶ୍ନଟି ହେଉଛି ମିଶ୍ର ବୈକଳ୍ପିକ ନିରପେକ୍ଷ ତ୍ରିପଦୀ ଯୁକ୍ତିର ଏକ ଉଦାହରଣ ଦିଅ ଠିକ୍ ଅଛି ମିଶ୍ର ବୈକଳ୍ପିକ ନିରପେକ୍ଷ ତ୍ରିପଦୀ ଯୁକ୍ତିର ଏକ ଉଦାହରଣ ଦିଅ ଏହାର ସଠିକ୍ ଉତ୍ତର ଦେଖିବା ଯେଉଁ ମିଶ୍ର ତ୍ରିପଦୀ ଯୁକ୍ତିରେ ଗୋଟିଏ ହେତୁବାକ୍ୟ ବୈକଳ୍ପିକ ଅପରଟି ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ ତାହାକୁ ମିଶ୍ର ବୈକଳ୍ପିକ ନିରପେକ୍ଷ ଯୁକ୍ତି କୁହାଯାଏ ଉଦାହରଣ ଦେଇଛି ଦେଖ ହୁଏତ କ ଖ ଅଟେ କିମ୍ବା ଗ ଘ ଅଟେ ସାଧ୍ୟାବୟବ ପକ୍ଷାବୟବରେ ଅଛି କ ଖ ଅଟେ ସିଦ୍ଧାନ୍ତ କ'ଣ ହବ ଗ ଘ ନୁହେଁ ଠିକ୍ ଅଛି ଦେଖ ହୁଏତ ହରି ସାଧୁ କିମ୍ବା ଅସାଧୁ ଅଟେ ହରି ସାଧୁ ଅଟେ ସିଦ୍ଧାନ୍ତ କ'ଣ ହବ ହରି ଅସାଧୁ ନୁହେଁ ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନକୁ ଯିବା ପ୍ରଶ୍ନ ରହିଛି କୌଣସି ଗୋଟିଏ ନିରସନ ନିୟମକୁ ଲେଖ ଠିକ୍ ଅଛି ଯଦି ଆପଣମାନେ ଏହି ଲଜିକ୍ର 2016 ମସିହାର କ୍ୱେଶ୍ଚନ୍ ପାଇନାହାନ୍ତି ତେବେ ଡିସ୍କ୍ରିପ୍ସନରେ ଭିଡ଼ିଓ ଲିଙ୍କ୍ ଦେଇଦେବି ଯାଇକି ଦେଖିପାରିବେ ଠିକ୍ ଅଛି ପ୍ରଶ୍ନଟି ଅଛି କ'ଣ କୌଣସି ଗୋଟିଏ ନିରସନ ନିୟମକୁ ଲେଖ ଠିକ୍ ଅଛି ଯେକୌଣସି ଗୋଟିଏ କହିଛି ତିନିଟା ଦେଇଛି ନିରସନ ନିୟମ ତିନିଟା ଅଛି ଏଇ ତିନିଟା ଭିତରୁ ଯେକୌଣସି ଗୋଟିଏ ଲେଖିବାକୁ ପଡ଼ିବ ମୁଁ ତିନିଟା କହିଦେଉଛି ଠିକ୍ ଅଛି ନିରସନ ନିୟମ ଏହାର ସଠିକ୍ ଉତ୍ତରଟି ହେଲା ଦେଖ ଯେଉଁ ପୂର୍ବବର୍ତ୍ତୀ ପରିସ୍ଥିତିକୁ ବାଦ୍ ଦେଲେ ମଧ୍ୟ ଗୋଟିଏ ଘଟଣା ବା କାର୍ଯ୍ୟ ଘଟିଥାଏ ତାହା ଘଟଣାର କାରଣ ବା ଆଂଶିକ କାରଣ ହୋଇନଥାଏ ଏଇଟା ଗୋଟେ ଆଉ ଗୋଟେ ଦେଖ ଯେଉଁ ପୂର୍ବବର୍ତ୍ତୀ ପରିସ୍ଥିତିକୁ ବାଦ୍ ଦେବାରୁ କାର୍ଯ୍ୟର କାରଣ ଅନ୍ତର୍ଧାନ ହୁଏ ସେହି ପରିସ୍ଥିତି କାର୍ଯ୍ୟର କାରଣ ବା କାରଣାଂଶ ଘଟେ ବା ଅଟେ ପରବର୍ତ୍ତୀ ଦେଖ ଯଦି ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି ଏବଂ କାର୍ଯ୍ୟ ମଧ୍ୟରେ ପରିମାଣତ ପରିବର୍ତ୍ତନ ଘଟୁଥାଏ ତେବେ ଉଭୟ କାର୍ଯ୍ୟ କାରଣ ସୂତ୍ରରେ ସମ୍ବନ୍ଧାନ୍ୱିତ ଏହି ତିନୋଟି ଭିତରୁ ଯେକୌଣସି ଗୋଟିଏ ଲେଖିବାକୁ ପଡ଼ିବ କୌଣସି ଗୋଟିଏ ନିରସନ ନିୟମକୁ ଲେଖ ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନକୁ ଯିବା ଦେଖ ପ୍ରଶ୍ନଟି ରହିଛି କାରଣ ସ୍ଥାନେ ଉପକାରଣ ଶିକାର ଦୋଷ ଠିକ୍ ଅଛି କାରଣ ସ୍ଥାନେ ଉପକାରଣ ଶିକାର ଦୋଷ ଯଦି ଲଜିକ୍ର 2016 ମସିହା ବୋର୍ଡ଼ ଏକ୍ଜାମରେ ପଡ଼ିଥିବା ପ୍ରଶ୍ନ ପାଇନାହାନ୍ତି ତେବେ ଡିସ୍କ୍ରିପ୍ସନରେ ଭିଡ଼ିଓ ଲିଙ୍କ୍ ଅଛି ଯାଇକି ଦେଖିପାରିବେ ଠିକ୍ ଅଛି ପ୍ରଶ୍ନ ହେଉଛି କାରଣ ସ୍ଥାନେ ଉପକାରଣ ଶିକାର ଦୋଷ ଏହାର ସଠିକ୍ ଉତ୍ତର ଦେଖ ବୈଜ୍ଞାନିକ କାରଣ ହେଉଛି ସମସ୍ତ ଉପକାରଣର ସମଷ୍ଟି ତେଣୁ ସଦର୍ଥକ ହେଉ ବା ନଜର୍ଥକ ହେଉ ମୁଖ୍ୟ ହେଉ ବା ଗୌଣ ହେଉ ଆବଶ୍ୟକ ଓ ପର୍ଯ୍ୟାପ୍ତ ହୋଇନଥିବା ଗୋଟିଏ ମାତ୍ର ଉପକାରଣକୁ କାରଣ ଆଖ୍ୟା ଦେଲେ ଏହି ଦୋଷ ଜାତ ହୁଏ ଏତିକି ଲେଖିଦେଲେ ମାର୍କ ମିଳିଯିବ ଠିକ୍ ଅଛି ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନଟି ରହିଛି ଦେଖ ତର୍କଶାସ୍ତ୍ରୀୟ ସ୍ଥିର ପ୍ରତୀକ ଠିକ୍ ଅଛି ତର୍କଶାସ୍ତ୍ରୀୟ ସ୍ଥିର ପ୍ରତୀକ ବା ତର୍କଶାସ୍ତ୍ରୀୟ ସ୍ଥିରାଙ୍କ ଏହାର ସଠିକ୍ ଉତ୍ତରଟି ହେଲା ଦେଖ ସ୍ଥିରାଙ୍କର ଆକ୍ଷରିକ ଅର୍ଥ ହେଲା ଯାହା ସ୍ଥିର ରହେ ଅର୍ଥାତ୍ ଯାହା ପରିବର୍ତ୍ତନଶୀଳ ନୁହେଁ ତର୍କଶାସ୍ତ୍ର ତଥା ଗଣିତ ଶାସ୍ତ୍ରରେ ବ୍ୟବହୃତ ହେଉଥିବା ସ୍ଥିରାଙ୍କ ଗୁଡ଼ିକର ଅର୍ଥ ସର୍ବଦା ଅପରିବର୍ତ୍ତିତ ରହେ ତର୍କଶାସ୍ତ୍ରରେ ତର୍କଶାସ୍ତ୍ରୀୟ ସ୍ଥିରାଙ୍କ ଗୁଡ଼ିକ ଅପରିବର୍ତ୍ତିତ ଥିବା ସ୍ଥଳେ ସେମାନଙ୍କ ଦ୍ୱାରା ସମ୍ପର୍କିତ ହୋଇଥିବା ଚଳ ଗୁଡ଼ିକର ପରିବର୍ତ୍ତନ ହୋଇପାରେ ଯଥା ଆପାଦନ ଠିକ୍ ଅଛି ତ ଆପାଦନ ଥ ଠିକ୍ ଅଛି ଏଇଟା ଆପାଦନ ଚିହ୍ନ ତାପରେ ବିଯୋଜକ ତ ବିଯୋଜକ ଥ ବୈକଳ୍ପିକ ତ ବୈକଳ୍ପିକ ଥ ଠିକ୍ ଅଛି ଏହି ଚିହ୍ନଟା ଅଛି ଏଇଟା ହେଉଛି ଆପାଦନ ଚିହ୍ନ ଏଇଟା ହେଉଛି
ବିଯୋଜକ ଚିହ୍ନ ଏଟା ହେଉଛି ବୈକଳ୍ପିକ ଚିହ୍ନ, ଏଟା ହେଉଛି ସଂଯୋଜକ ଚିହ୍ନ। ସଂଯୋଜକ ତ ସଂଯୋଜକ ଥ ଚନ୍ଦ୍ରବନ୍ଧନୀ ଅଛି କମା ନାସ୍ତିକ ସୂଚକ। ଠିକ୍ ଅଛି, ନାସ୍ତିକ ସୂଚକ ଏଇଟା। ଠିକ୍ ଅଛି, ସମତୁଲ୍ୟତା ଏଇଟା। ଠିକ୍ ଅଛି, ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନଟି ରହିଛି। ଠିକ୍ ଅଛି, ପ୍ରଶ୍ନଟି ରହିଛି ନ୍ୟାୟାନୁମାନ ଅନୁସାରେ ବ୍ୟାପ୍ତି କାହାକୁ କୁହାଯାଏ ବୁଝାଅ। ନ୍ୟାୟାନୁମାନ ଅନୁସାରେ ବ୍ୟାପ୍ତି କାହାକୁ କୁହାଯାଏ ବୁଝାଅ। ଏହାର ସଠିକ୍ ଉତ୍ତର ଦେଖ, ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥିବା ନିୟୁତ ନିରୁପାଧିକ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ। ବ୍ୟାପ୍ୟ ଓ ବ୍ୟାପକ ଦୁଇଟି ଘଟଣା ଯାହା ବ୍ୟାପେ ତାହା ବ୍ୟାପକ ଏବଂ ବ୍ୟାପକ ଯହିଁରେ ବ୍ୟାପେ ତାହାକୁ ବ୍ୟାପ୍ୟ ବୋଲି କୁହାଯାଏ। ଉଦାହରଣ ସ୍ୱରୂପ, ସମସ୍ତ ଧୂମବାନ ବସ୍ତୁ ବହ୍ନିମାନ ପର୍ବତରେ ଧୂଆଁର ଉପସ୍ଥିତି ଦେଖି ସେଠାରେ ନିଆଁ ଅଛି ବୋଲି ଆମେ ଅନୁମାନ କରୁ। ଏଠାରେ ଧୂମ ବ୍ୟାପ୍ୟ ଓ ବହ୍ନି ବ୍ୟାପକ ଅଟେ। ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ବିଦ୍ୟମାନ ନିତ୍ୟ ସହଚର୍ଯ୍ୟ ନିୟମକୁ ବ୍ୟାପ୍ତି କୁହାଯାଏ। ଠିକ୍ ଅଛି, ପ୍ରଶ୍ନଟି ଅଛି ଦ୍ୱିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟ। ଠିକ୍ ଅଛି, ଦ୍ୱିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟ। ଠିକ୍ ଅଛି, ଏହାର ସଠିକ୍ ଉତ୍ତରଟି ହେଲା, ଦେଖ, ପ୍ରଥମତଃ ପ୍ରଧାନ ହେତୁବାକ୍ୟର ଅନୁଗ ବସ୍ତୁତଃ ପୂର୍ବକଠାରୁ ନିଃସୃତ କି ନୁହେଁ ତାହା ପରୀକ୍ଷା କରି ଦେଖାଯାଏ। ଉଭୟ ପ୍ରାକଳ୍ପିକ ତର୍କବାକ୍ୟ ମଧ୍ୟରୁ ଗୋଟିକର ଅନୁଗ ମଧ୍ୟ ପୂର୍ବକର ଅନୁଗାମୀ ହୋଇନଥିଲେ ଦ୍ୱିଶୃଙ୍ଗକ ଯୁକ୍ତିଟି ଅଶୁଦ୍ଧ ବୋଲି ବିବେଚିତ ହୁଏ। ବାସ୍ ଏତିକି ଲେଖିଦେଲେ 2 ମାର୍କର କାମ ସରିଯିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପ୍ରଶ୍ନଟି ଅଛି ସହଚାରୀ ପରିବର୍ତ୍ତନ ପଦ୍ଧତିର ଏକ ଉତ୍କର୍ଷ। ଠିକ୍ ଅଛି, ସହଚାରୀ ପରିବର୍ତ୍ତନ ପଦ୍ଧତିର ଏକ ଉତ୍କର୍ଷ। ଏହାର ସଠିକ୍ ଉତ୍ତରଟି ହେଲା, ଦେଖ, ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ପରିସଂଖ୍ୟାନ ପଦ୍ଧତି ବା ରେଖାଚିତ୍ର ପଦ୍ଧତି ବୋଲି କୁହାଯାଏ। ଠିକ୍ ଅଛି, 2ରେ ଦେଖ, ଏହି ପଦ୍ଧତି ଅନ୍ୱୟ ବା ବ୍ୟତିରେକ ପଦ୍ଧତିର ରୂପାନ୍ତର ଘଟେ। 3ରେ ଅଛି, ଦେଖ, ଏହା ଏକ ଆବିଷ୍କାର ପଦ୍ଧତି ଅଟେ। ଠିକ୍ ଅଛି, 3 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର ନେକ୍ସଟ କ୍ଲାସ୍ରେ ଆଲୋଚନା କରିବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ ନିହାତି କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।